ଆଜି ଆମେ ଗୋଟିଏ ଗପ ଶୁଣିବା ଯାହାର ନାଁ ମାମୁନିର ପଦକ। ମାମୁନି ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼େ। ସବୁ ପଣିକିଆ ତାର ମୁହେଁ ମୁହେଁ ଅଛି। ଘରେ ସବୁ ପାଠପଢ଼ା କରି ଆସୁଥିବାରୁ ତାକୁ ସବୁ ଶିକ୍ଷକ ଭଲ ପାଆନ୍ତି। ଖୁବ୍ କମ୍ ଦିନ ଭିତରେ ସେ ହିନ୍ଦୀ, ଓଡ଼ିଆ ଓ ଇଂରାଜୀର ଶବ୍ଦଗୁଡ଼ିକୁ ଆୟତ୍ତ କରି ନେଇଥିଲା। ଡଗଡଗ ହୋଇ ତା ପଢ଼ା ବହିର ସବୁ ପୃଷ୍ଠାକୁ ପଢ଼ି ପକାଏ। ମାଙ୍କ ସାଙ୍ଗରେ ଘରେ ବସି ପ୍ରାର୍ଥନା କରୁ କରୁ ସେ ଅନେକ ଗୁଡ଼ିଏ ଗୀତ ମଧ୍ୟ ମନେ ରଖି ଦେଇଥାଏ। ଏ ବର୍ଷ ସ୍କୁଲର ବାର୍ଷିକ ଉତ୍ସବରେ ନାଚ କରି ଦର୍ଶକଙ୍କ ମନକୁ ଖୁସି କରିଦେଇଥିଲା। ତେଣୁ ତାକୁ ସେଦିନ ଉତ୍ସବରେ ମୁଖ୍ୟ ଅତିଥି ସବୁଠାରୁ ଭଲ ଛାତ୍ରୀ ପଦକ ଦେଇଥିଲେ। ସେହି ସ୍ୱର୍ଣ୍ଣ ପଦକଟିକୁ ମାମୁନି ବେକରେ ଝୁଲେଇ ସବୁବେଳେ ସବୁଆଡ଼େ ବୁଲେ। ବାଟରେ ଘାଟରେ ଯିଏ ତାକୁ ଦେଖନ୍ତି ତାକୁ ସେ ପଦକ ବିଷୟରେ ପଚାରି ବୁଝନ୍ତି। ମାମୁନି ଗର୍ବର ସହିତ କହେ, ମୁଁ ଆମ ସ୍କୁଲର ଅଲରାଉଣ୍ଡର ବେଷ୍ଟ ଆୱାର୍ଡ଼ ପାଇଛି। ଏଇଟା ସୁନାରେ ତିଆରି ହେଇଛି। ଦିନକର କଥା, ସେଦିନ ରବିବାର, ସ୍କୁଲ ଛୁଟି ଥାଏ। ମାମୁନି ଘରେ କାହାକୁ କିଛି ନ କହି ତା ସାଙ୍ଗ ଝୁମୁରି ସହିତ ଖେଳିବାକୁ ଚାଲିଗଲା। ଦୁହେଁ ଖେଳୁ ଖେଳୁ ଦୂରରେ ଥିବା ବଡ଼ ପାର୍କକୁ ଚାଲିଗଲେ। ସେଇଠି କେତେ ଛୋଟ ବଡ଼ ଫୁଲ ବଗିଚା, ଉଠାପକା ଖେଳ ଚୌକି, ଖୋଲା ପଡ଼ିଆ, ତଳକୁ ଖସିବା ଚଢ଼ିବା ସିଡ଼ି, ବଡ଼ ବଡ଼ ଦୋଳି ଆଉ ଅନେକ ଗୁଡ଼ିଏ ପିଲାଙ୍କୁ ଦେଖି ସେମାନେ ଘର କଥା ଭୁଲିଗଲେ। ଏଣେ ମାମୁନିର ବାପା ମା ତାଙ୍କୁ ଖୋଜି ଖୋଜି ବ୍ୟସ୍ତ ହୋଇ ପଡ଼ିଲେଣି। ଆଖପାଖ ସାଇ ପଡ଼ିଶା ଘର ଖୋଜାଖୋଜି କରି ଥକି ପଡ଼ିଲେଣି। ଶେଷରେ ଜାଣିଲେ ମାମୁନି ଝୁମୁରି ସହିତ ମିଶି କୁଆଡ଼େ ଚାଲିଯାଇଛି। ଝୁମୁରିର ମା ମାମୁନି ମାକୁ ଦୋଷ ଦେଇ କନ୍ଦାକଟା ଆରମ୍ଭ କରିଦେଲେ। ସମସ୍ତେ ଭାବିଲେ ଏହି ଦୁଇ ଜଣ ପିଲାଙ୍କୁ ନିଶ୍ଚୟ ପିଲାଚୋର ନେଇଯାଇଛି। ସେ ପିଲା ଦୁଇଟା ଏବେ କିଭଳି ଅବସ୍ଥାରେ ଥିବେ ସେ କଥା ଭାବି ସମସ୍ତେ କାନ୍ଦ କାନ୍ଦ ହୋଇ କେତେ କ'ଣ କୁହାକୁ ହେଉଥାନ୍ତି। ପିଲାଚୋରମାନେ ଆଖପାଖ ଗାଁରେ କେଉଁଠି ଅଛନ୍ତି କି ନାହିଁ ଜାଣିବା ପାଇଁ କେତେଜଣ ଯୁବକ ମୋଟର ସାଇକେଲ ନେଇ ବାହାରି ପଡ଼ିଲେ। ମାମୁନିର ବାପା କାନ୍ଦି କାନ୍ଦି ଯାଇ ଥାନାରେ ଖବର ଦେଲେ। ଦୁଇ ଜଣ ଛୋଟ ପିଲାଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କଲେ। କଥାଟା ଏ କାନରୁ ସେ କାନ ହୋଇ ଅଳ୍ପ ସମୟ ମଧ୍ୟରେ କେତେ କୁଆଡ଼େ ଚାଲିଗଲା। ବାହାର ଲୋକ ନିଜ ନିଜର ପିଲାଙ୍କୁ ଖୋଜି ଘରେ ପୁରାଇ ରଖିଲେ। ମୁହଁ ଅନ୍ଧାର ବେଳକୁ ଝୁମୁରି କାନ୍ଦି କାନ୍ଦି ଆସି ଘରେ ପହଞ୍ଚିଲା। ତାକୁ ପାଖରେ ପାଇ ତା ମା ତାକୁ କୁଣ୍ଡେଇ ପକାଇ ଆଉଁସି ଦେଲେ। ଏତେ ବେଳ ଯାଏ କେଉଁଠି ଥିଲୁ? ପିଲାଚୋର ତୋତେ କେମିତି ଛାଡ଼ିଲେ ବୋଲି ତାକୁ ପଚାରିଲେ। ଝୁମୁରି କାନ୍ଦ କାନ୍ଦ ଦେଇ କହିଲା, ନାଇଁ ମା, ମୁଁ ମାମୁନି ସହିତ ମିଶି ବଡ଼ ପାର୍କକୁ ଚାଲି ଯାଇଥିଲି। ମାମୁନି ଖେଳୁ ଖେଳୁ ପାର୍କର ପଛପଟକୁ ଚାଲି ଯାଇଥିଲା। ସେତିକିବେଳେ ଖୁବ୍ ଜୋର ବର୍ଷା ହେଲା। ବର୍ଷା ପରେ ମୁଁ ମାମୁନିକୁ ଖୋଜି ଖୋଜି କେଉଁଠି ହେଲେ ପାଇଲି ନାହିଁ। ସେଇଥିପାଇଁ ଏତେ ଡେରି ହେଇଗଲା। ମାମୁନି କୁଆଡ଼େ ଗଲା ମୁଁ ଜାଣି ନାହିଁ। ଝୁମୁରି ବାପା ମା ଖବର ପାଇ ସେଇଠି ପହଞ୍ଚିଲେ। କେତେଜଣ ଲୋକ ପାର୍କ ମଧ୍ୟ ଦୌଡ଼ିଲେ। ପାର୍କରେ ଥିବା ଝରଣା, କୃତ୍ରିମ ପାହାଡ଼, ପୋଖରୀ, ନାଳ ଓ ଗଛମୂଳ ସବୁଆଡ଼େ ଖୋଜିଲେ। ବହୁତ ଖୋଜାଖୋଜି ପରେ ମାମୁନି ମିଳିଲା। ସେ ଗୋଟାଏ ବଡ଼ ଖାଲ ଭିତରେ ପଡ଼ିଯାଇ ଅଟକି ରହିଯାଇଥିଲା। ତାକୁ ଖାଲରୁ ଉଦ୍ଧାର କରାଗଲା। ତାକୁ ପଚରାଗଲା, ତୁ ଏ ଖାଲ ଭିତରକୁ କେମିତି କାହିଁକି ଆସିଥିଲୁ? ଏକଥା ତା ବାପା ତାଙ୍କୁ ପଚାରିଲେ। ମାମୁନି କହିଲା, ଦେଖ ବାପା, ମୋ ବେକରେ ସେ ସୁନା ପଦକଟି ଆଉ ନାହିଁ। ଦୁଇ ଜଣ ଅଙ୍କଲ ମୋତେ ତାଙ୍କ ପାଖକୁ ଡାକିଲେ। ମୁଁ ନାହିଁ କରିବାରୁ ସେମାନେ ମୋତେ ପଦକଟିକୁ ଖୋଲି ଦେବାକୁ କହିଲେ। ମୁଁ ଦୌଡ଼ି ପଳାଇ ଆସୁଥିଲି। ସେମାନେ ମୋତେ ଗୋଡ଼େଇ ଧରିନେଲେ। ବେକରୁ ସେ ପଦକଟାକୁ ଛିଣ୍ଡେଇ ନେଇ ପଳାଇଗଲେ। ଗଲାବେଳକୁ ସେମାନେ ମୋତେ ଏଇ ଖାଲ ଭିତରକୁ ପେଲିଦେଲେ। ବର୍ଷା ଅନ୍ଧାରରେ ମୁଁ ଆଉ ଖାଲରୁ ଉଠି ପାରିଲି ନାହିଁ। ଯେତେ କାନ୍ଦି କାନ୍ଦି ଡାକିଲେ ବି ମୋ ଡାକ କେହି ଶୁଣିପାରିଲେ ନାହିଁ। ମାମୁନିକୁ ଘରକୁ ଅଣାଗଲା। ସେ ତା ମା କାନିକୁ ଧରି ବହୁତ ଜୋରରେ କାନ୍ଦିଲା। ସେ ନିଜର ଭୁଲ ବୁଝିପାରି କହିଲା, ମା, ମୁଁ ଏଭଳି ଭୁଲ କାମ କେବେ କରିବି ନାହିଁ। ତମକୁ ନ କହି କୁଆଡ଼େ ଏକୁଟିଆ କେବେ ହେଲେ ଯିବି ନାହିଁ। ସେଇ ସୁନା ପଦକ ପାଇଁ ମୁଁ ଏତେ ବଡ଼ ବିପଦରେ ପଡ଼ିଲି। ମୁଁ ଯଦି ପଦକଟାକୁ ଘରେ ରଖିଥାନ୍ତି ତେବେ ଏତେ ଅସୁବିଧା ହୋଇନଥାନ୍ତା। ମୋ ମନରେ ଗର୍ବ ଆସିଯାଇଥିଲା। ଆଜି ମୁଁ ତାର ଫଳ ପାଇଗଲି। ତମେ ଆଉ କାନ୍ଦନା। ଏଭଳି ପଦକ ପାଇଲେ ମୁଁ ତାକୁ କେବେ ପିନ୍ଧି ବାହାରେ ବୁଲିବି ନାହିଁ। ଝୁମୁରିକୁ ତା ବାପା ମା ଗେଲ କରି କହିଲେ, ତୁ ତୋର ଭୁଲ ବୁଝିପାରିଛୁ, ସେତିକି ଯଥେଷ୍ଟ। ତୋର ଏଇ ଭୁଲ ପାଇଁ ଆଜି ଆମେ ବହୁତ କଷ୍ଟ ପାଇସାରିଲୁଣି। ଚାଲ ମୁହଁ ହାତ ଧୋଇ ପକାଇ କ'ଣ ଟିକେ ଖାଇଦେଉ। ଆଜିର ଗପ ସମାପ୍ତ।